ଦୋଳବନ୍ଧ ଉନ୍ନୟନ କମିଟି ଓ ଦୋଳ ଉତ୍ସବ କମିଟି ଆନୁକୂଲ୍ୟରେ ଦୋଳଯାତ୍ରା ଅନୁଷ୍ଠିତ ହେଉଅଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଦୋଳ ପୂର୍ଣ୍ଣିମା ଯାତ୍ରା କମିଟି ତରଫରୁ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ରାମାସ୍ୱାମୀ ମନ୍ଦିରରୁ ପ୍ରଭୁ ରାମାସ୍ୱାମୀଙ୍କୁ ନଗର ପରିକ୍ରମା କରି ଆଣି ପୂଜା ମଣ୍ଡପରେ ବିଜେ କରାଇ ପୂଜାର୍ଚ୍ଚନା କରାଯାଇଥିଲା। ଅନୁଷ୍ଠାନର ସଭାପତି ବିନୋଦ ଚନ୍ଦ୍ର ଜେନା, ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା ଶୁଭାରମ୍ଭ କରିଥିଲେ। ପ୍ରଦୀପ ପ୍ରଜ୍ୱଳନ କରିଥିଲେ ରାମାନନ୍ଦ ଦାସ। ଦୋଳ ଉତ୍ସବ କମିଟିର ସମସ୍ତ ଆୟୋଜକ ଯୋଗଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭକ୍ତି ସଙ୍ଗୀତ ଗାନ କରି ଦର୍ଶକଙ୍କ ମନ ମୋହିଥିଲେ। ମୁଁ କୃଷ୍ଣଚନ୍ଦ୍ର ପଣ୍ଡା ଦୋଳବନ୍ଧ ଉନ୍ନୟନ ତଥା ଦୋଳଯାତ୍ରା କମିଟିର ଜଣେ ସଦସ୍ୟ। ଆମର ଏଇଠି ଏ ବର୍ଷ 23ତମ ଦୋଳଯାତ୍ରା ଅନୁଷ୍ଠିତ ହେଉଛି। ସମଗ୍ର କାର୍ଯ୍ୟକ୍ରମ 10 ରୁ 15 ପର୍ଯ୍ୟନ୍ତ, ମାନେ ଭିତର ଫଗୁ ଦଶମୀ ଦିନ ଭିତର ଫଗୁ ହେଇକି ଠାକୁରଙ୍କର ମନ୍ଦିର ବେଢ଼ାରେ ଫଗୁ ଖେଳ ଆରମ୍ଭ ହୋଇଯିବା ପରେ ଏକାଦଶୀ ଠାରୁ ଠାକୁର ଦୁଆରି ଭୋଗରେ ବାହାରି ପଡ଼ିବେ। ମାନେ ନଗର ପରିକ୍ରମା କରିବା ପୂର୍ବକ ନଗର ପରିକ୍ରମା ସହ ଦୁଆରି ଭୋଗ ପାଇବେ। ଦୁଆରି ଭୋଗ ପାଇସାରିଲା ପରେ ଦୋଳ ମଣ୍ଡପରେ ବିଜେ କରି ଦୋଳ ମଣ୍ଡପରେ ତାଙ୍କର ଯଥାରୀତି ପୂଜା ବିଧାନ ସମ୍ପନ୍ନ ହେବା ପରେ ପୁଣି ମନ୍ଦିରକୁ ଫେରିଯିବେ। ଏହି କାର୍ଯ୍ୟକ୍ରମ ଆଜି ଚାଲିବ। କାଲି ପୁଣି ସେଇ କାର୍ଯ୍ୟକ୍ରମ ପୁଣି ଜାରି ରହିବ। ତୃତୀୟ ଦିନ ମଧ୍ୟ ତ୍ରୟୋଦଶୀ ଦିନ ମଧ୍ୟ ସେଇଭଳି ହିଁ କାର୍ଯ୍ୟକ୍ରମ ଜାରି ରହିବ। କିନ୍ତୁ ଚତୁର୍ଦ୍ଦଶୀ ଦିନ ଯେଉଁ ମଘାପୋଡ଼ିର କାର୍ଯ୍ୟକ୍ରମ ଏଇଠି ଅନୁଷ୍ଠିତ ହେବ। ଠାକୁର ମନ୍ଦିରରୁ ବିଜେ କରି ଦୁଆରି ଭୋଗ ପାଇ ନଗର ପରିକ୍ରମା କରି ମଘାପୋଡ଼ି ପଡ଼ିଆରେ ଉପସ୍ଥିତ ରହିବେ। ତାଙ୍କ ସହିତ ଦେବଦେବ ମହାଦେବ ରାମଲିଙ୍ଗେଶ୍ୱର ପ୍ରଭୁଙ୍କର ମଧ୍ୟ ଆଗମନ ହେବ। ତାପରେ ଗଜପତିଙ୍କର ଇଷ୍ଟଦେବୀ ମା ମାଣିକେଶ୍ୱରୀ ସିଏ ମଧ୍ୟ ବିଜେ କରିବେ। ହରିହର ଏବଂ ମହାଦେବୀ ତିନି ଠାକୁରାଣୀଙ୍କର ସନ୍ନିବେଶରେ ଦୋଳପୋଡ଼ି ମାନେ ମଘାପୋଡ଼ି କାର୍ଯ୍ୟକ୍ରମ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଏଇଠି ପରିବେଷିତ ହେବ। ଏଇଟା ଆମର ଏଇ ସ୍ଥାନୀୟ ଅଞ୍ଚଳ ଗୋଟେ ଆକର୍ଷଣୀୟ ତଥା ରୁଚିପୂର୍ଣ୍ଣ ଯାତ୍ରା କହିଲେ ଅତ୍ୟୁକ୍ତି ହେବନି। ରଥଯାତ୍ରାଠୁ ଯଦି ପାରଳାଖେମୁଣ୍ଡିରେ ଅନ୍ୟ କୌଣସି ପ୍ରକାର ସାଂସ୍କୃତିକ ଧାର୍ମିକ ଅନୁଷ୍ଠାନ ବଡ଼ ଆକାରରେ ସେଲିବ୍ରେଟ୍ ହେଉଥାଏ ତାହେଲେ ଆମର ଏଇ ଦୋଳବନ୍ଧ ଯାତ୍ରା ବୋଲି କହିଲେ ଅତ୍ୟୁକ୍ତି ହେବନି। ତା ପରଦିନ ଦୋଳ ପୂର୍ଣ୍ଣମୀରେ ଆମର ନବପଞ୍ଜିକା ପଠନ, ହୋମ ଆଉ ଦୋଳ ମେଳନ, ବିଭିନ୍ନ ମନ୍ଦିରରୁ ଠାକୁର ସବୁ ସୁସଜ୍ଜିତ ବିମାନରେ ଆସି ଏଇଠି ସବୁ ମେଳନ ଯାତ୍ରା ହେବ। ତା ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଅନୁଷ୍ଠାନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ଆଉ ପ୍ରତିଦିନ ସନ୍ଧ୍ୟାରେ ଏଇ ଯେଉଁ 5 ଦିନର 6 ଦିନର କାର୍ଯ୍ୟକ୍ରମରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେଉଛି। ହୋଲି ଦିନ ଠାକୁରଙ୍କର ସକାଳ ହୋଲି ଫେରି ସାରିଲା ପରେ ସନ୍ଧ୍ୟାରେ ଛୋଟ ଛୋଟ ପିଲାମାନଙ୍କର ରାଧାକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପିଲାମାନଙ୍କୁ ପୁରସ୍କୃତ କରାଯିବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଭକ୍ତମାନଙ୍କୁ ଏଇଠି ମାନେ ଆନନ୍ଦ ଉଲ୍ଲାସ ସହିତ ଉତ୍ସବ ପାଳନ କରିବାର ବ୍ୟବସ୍ଥା କରାଯାଇଛି। ଆଶା କରୁଛୁ ସବୁ ବର୍ଷ ଭଳି ଏହି ବର୍ଷଟି ମଧ୍ୟ ସୁରୁଖୁରୁରେ ଜିଲ୍ଲା ପ୍ରଶାସନ, ପୁଲିସ ବିଭାଗ, ଜନସାଧାରଣଙ୍କର ସହଯୋଗରେ ଆମର ଏହି ଯାତ୍ରାଟି ସୁଚାରୁ ରୂପେ ପରିଚାଳିତ ହେବ ବୋଲି ଭଗବାନ। ମୁଁ ବିନୋଦ ଚନ୍ଦ୍ର ଜେନା ଏ ଦୋଳ ଉତ୍ସବ କମିଟିର ସଭାପତି ଦାୟିତ୍ୱରେ ରହିଛି। ଆମର ଚଳିତ ବର୍ଷ ହେଉଛି 23ତମ ଦୋଳ ଉତ୍ସବ। ଆଉ ଆମେ ଗତ 22 ବର୍ଷ ହେଲା ଅତ୍ୟନ୍ତ ଆକର୍ଷଣୀୟ ଭାବେ ଆଉ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଏ ଦୋଳ ଉତ୍ସବ ଆମର ସମାପନ ହେଉଛି। ପୂର୍ବରୁ ଏଇଟା ପାରଳା ମହାରାଜା ଆଉ ସେମାନେ ପାଳନ କରୁଥିଲେ, କିନ୍ତୁ କୌଣସି କାରଣବଶତଃ ଆଉ ସେଇ ଦୋଳ ଯାତ୍ରାଟା ସୁପ୍ତ ହୋଇଯାଇଥିଲା। ବର୍ତ୍ତମାନ ଆମେ ସ୍ଥାନୀୟ କମିଟି ଗୋଟେ କରି ଦୋଳବନ୍ଧ ଦୋଳ ଉତ୍ସବ ଉନ୍ନୟନ କମିଟି କରି ସେ 2004 ମସିହାରୁ ଆମେ ପାଳନ କରି ଆସୁଛୁ। ଏବଂ ଏଥିପାଇଁ ଆମର ପୌର ପରିଷଦ, ଜିଲ୍ଲା ପ୍ରଶାସନ ବା ଜିଲ୍ଲା ସଂସ୍କୃତି ପରିଷଦ, ତାପରେ ପୁଲିସ ବିଭାଗ ସମସ୍ତେ ଆମକୁ ସହଯୋଗ କରୁଛନ୍ତି। ଜନସାଧାରଣଙ୍କର ମଧ୍ୟ ଅକୁଣ୍ଠ ସାହାଯ୍ୟ ସହଯୋଗ ରହୁଛି। ତେଣୁ ସମସ୍ତଙ୍କର ସାହାଯ୍ୟ ସହଯୋଗରେ ଅତି ଶୃଙ୍ଖଳିତ ଭାବେ ଆଉ ଦୀର୍ଘ 22 ବର୍ଷ ହେଲା ଏଇଟା ପାଳନ ହୋଇ ଆସୁଛି। ଆଉ ଆମର ପ୍ରତିଦିନ ସନ୍ଧ୍ୟାରେ
प्रभु दौल गोविंद विमान रे बसी नगर परिक्रमा करी आमर स्थानीय दौलबंध निकटस्थ दौल मंडप को विजय करती एवं तापर से पूजार्चना हुए पूजार्चना पर पुणी तांकर मंदिर को से प्रत्यावर्तन करती। यही अवसर रे आमर स्थानीय कलाकार मानक द्वारा नृत्य गीत भजन समारोह सुंदर भाव में आयोजन करा जाए। बहु संख्यार श्रद्धालु माने आसती से माने ठाकुर को दर्शन करने सहित आमर सांस्कृतिक कार्यक्रम को मध्य उपभोग करती। आमर शेष 2 दिन है गोटे बर्तमान अच्छी 13 तारिख 14 तारिख 13 तारिख दिन आमर मघा पड़ा जोटा कि आम पौराणिक किंवदंती अनुसार होलिका दहन बोली कहुए से मघा पड़ी कार्यक्रम हेब से दिन आमर स्थानीय महादेव आमर स्थानीय रामलिंगेश्वर मंदिर रु मध्य आसवे तापर माँ माणिकेश्वरी मध्य आसवे आमर दौल गोविंद मध्य आसवे ये समस्त ठाकुरंकर आउे समागम हेब हरिहर भट्ट बोली जहाँ कहुए आउे अत्यंत आकर्षणीय भाव ये आयोजन कराई बहु प्राय हजार हजार लोक आसिक उपभोग करती। 14 तारिख दिन आमर दौल पूर्णिमा कार्यक्रम यही दौल पूर्णिमा कार्यक्रम आमर स्थानीय वेंकटेश्वर मंदिर रु बालाजी ठाकुर आसुँच जगन्नाथ ठाकुरंकर चलती प्रतिभा जगन्नाथ मंदिर रु आसती स्थानीय दौल मंडप ठारे आमर राजजेमा कल्याणी कुमारी उपस्थिति रे होम यज्ञ आयोजन करा जाए। से दिन श्रद्धालु भक्त माने बहु संख्यार आसी ए कार्यक्रम को उपभोग करते। गजपति रणबल रिपोर्ट विश्व विजय न्यूज ओडिशा।